ଆଜ୍ଞା ସମସ୍ତଙ୍କୁ ଆମର କୋରାପୁଟ ଯେଉଁ ପ୍ରକାର ଭାବରେ ସେମାନଙ୍କର ଶ୍ରଦ୍ଧା ଆଉ ସେନରେ ଆସିକି ଆଜି ନାମ ବିଷୟରେ ଯେଉଁ ପ୍ରକାର ଭାବରେ ଜବ୍ ଦେଇଛନ୍ତି ମୁଁ ବହୁତ ଉତ୍ସାହିତ ଆଉ ବହୁତ ଖୁସି। ତେଣୁ ତାଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆଉ ଆଗକୁ ଏହି ପ୍ରକାର ସ୍ନେହ ଶ୍ରଦ୍ଧା 4-13 ମତେ ନିଶ୍ଚୟ ବିଜୟ ହାସଲ କରାଇବେ ବୋଲି ମୁଁ ଆଶା ରଖୁଛି। ଆଜି ଦେଖିଲେ ଆପଣମାନେ ଯେଉଁ ପ୍ରକାର ଭାବରେ ଜନସମର୍ଥନ ଜନସମୁଦ୍ର କରାଯାଉଛି, ତେଣୁ ଏଟା ଗୋଟେ ସଂକେତ ଆଗାମୀ ଦିନରେ କଂଗ୍ରେସ ପାଇଁ ଗୋଟେ ବଡ଼ ବିଜୟ। ଲଢ଼େଇ ଲଢ଼େଇ ତ ତ୍ରିମୂର୍ତ୍ତି ଲଢ଼େଇ ହବ, କିନ୍ତୁ ବିଜୟ ଆମର। ମୁଖ୍ୟ ମୁଦ୍ଦା କ'ଣ ରହିବ? ମୁଖ୍ୟ ମୁଦ୍ଦା ତ ଆପଣମାନେ ଜାଣିଛନ୍ତି 25 ବର୍ଷ ଶାସନରେ ଆଉ 10 ବର୍ଷ ଶାସନରେ ବିଜେଡି ବିଜେପି ଯେଉଁ ପ୍ରକାର ଭାବରେ ଲୋକମାନଙ୍କୁ ଶୋଷଣ କରୁଛନ୍ତି, ଜନସାଧାରଣ ଏବେ ପୁରା ସେମାନଙ୍କର ମାୟା ଜାଲରେ ଆଉ ବସିବା ଅବସ୍ଥାରେ ନାହାନ୍ତି। ଏବେ ବେକାରୀ ସମସ୍ୟା କୁହନ୍ତୁ, ପାଣି ହଉ, ରାସ୍ତା ହଉ, ବିଭିନ୍ନ ପ୍ରକାର ଚାଷୀ ହଉ, ବିଭିନ୍ନ ପ୍ରକାର ସମସ୍ୟାରେ ଆମର ଜନସାଧାରଣ ଘେରି ହେଇକି ରହିଛନ୍ତି। ଏବେ ସେ ମାନେ ଜନସାଧାରଣ ଯେଉଁ ପ୍ରକାର ଭାବରେ ଘେରି ହେଇଛନ୍ତି ସେଥିରୁ ମୁକ୍ତି ପାଇବା ପାଇଁ ଏବେ ବିକଳ୍ପ ଖୋଜୁଛନ୍ତି କଂଗ୍ରେସ। ଆଉ କଂଗ୍ରେସକୁ ସମସ୍ତେ ଏବେ ଶାସନର ଗାଦିରେ ବସେଇବା ପାଇଁ ବୋଲିକିରି ଜନସାଧାରଣ ମନ ବନାଇଛନ୍ତି। ଏବେ 24 ଇଲେକ୍ସନରେ ଯେଉଁ ପ୍ରକାର ଭାବରେ ବିଜେଡି ବିଜେପି ଜନସାଧାରଣଙ୍କୁ ହଇରାଣ କରିଛନ୍ତି ତାର ଉଚିତ ଜବାବ ଜନସାଧାରଣ ଦେବା ପାଇଁ ଅପେକ୍ଷା କରିଛନ୍ତି। ନିଶ୍ଚୟ ପ୍ରଭାବିତ କରିବ। ଆଜି କାଳେ 24 ବର୍ଷ ଶାସନ କଲା ପରେ ଯେଉଁ ପ୍ରକାର ଭାବରେ କଂଗ୍ରେସ ଏବେ ନୂଆ ଗ୍ୟାରେଣ୍ଟି ଆଣିଛି ସେମାନଙ୍କର ଚିନ୍ତାରୁ ବାହାରେ। ଆଉ ଯେଉଁ ପ୍ରକାର ଭାବରେ 10 ବର୍ଷ ଶାସନ କରିଛି ବିଜେପି ସରକାର, ଆଜି ପର୍ଯ୍ୟନ୍ତ ତାଙ୍କର ମିଛ କହିବା ଛଡ଼ା ଜନହିତଙ୍କର କାର୍ଯ୍ୟକ୍ରମ ଜନହିତଙ୍କର ଯୋଜନା ତିଆରି କରିବାରେ ସେମାନେ ବିଫଳ ହେଇଛନ୍ତି। ଆଜି କଂଗ୍ରେସ ଦଳ ଜନସାଧାରଣଙ୍କର ହିତର ଯୋଜନା ତିଆରି କରିକି ନୂଆ ଗ୍ୟାରେଣ୍ଟି ଲୋକଙ୍କ ପାଖରେ ପହଞ୍ଚୁଛି। ଆଉ ଲୋକ ବି ବୁଝୁଛନ୍ତି ଲୋକଙ୍କର ହିତର ଯୋଜନା କଂଗ୍ରେସର ହିଁ ଯୋଜନା। ଆଉ ଆଗାମୀ ଦିନରେ କଂଗ୍ରେସ ହିଁ ସମସ୍ତଙ୍କର ମୁହଁରେ ସମସ୍ତଙ୍କର ପାର୍ଟିରେ କଂଗ୍ରେସ କଂଗ୍ରେସ ବିଜୟ, କଂଗ୍ରେସ କୋରାପୁଟ, କଂଗ୍ରେସ ଓଡ଼ିଶା।